ଆଉ ପ୍ରଥମେ ସ୍ମୃତି ଭାଇଙ୍କୁ ମୁଁ ଧନ୍ୟବାଦ ଦେବି କି ମୋତେ ଏଠି ଡାକିଛନ୍ତି। ସ୍ମୃତି ଭାଇକି ଧନ୍ୟବାଦ ଦେବି କି ମୋତେ ଏଠି ନିମନ୍ତ୍ରିତ କରିଥିବାରୁ। ଆଉ ସବୁଠୁ ମୁଖ୍ୟ ଜିନିଷ ହେଲା କବିତା ଆଉ ଗଳ୍ପ ଆଉ ଲେଖନୀ ମାଧ୍ୟମରେ ଯାହା ବି ଯିଏ ପ୍ରକାଶ କରନ୍ତୁ, ଆମର ସବୁଠୁ ଆଜିକା ଦିନରେ ସବୁଠୁ ମୂଳ ମନ୍ତ୍ର ରହିବା ଦରକାର, ନିଜକୁ ନିଜ ଭିତରେ ଟିକେ ବଞ୍ଚେଇକି ରଖିବା। ଆମେ ଆଜି ପର୍ଯ୍ୟନ୍ତ ସମାଜରେ ଯାହା ବି କରୁଛେ, ଯୋଉ ବୃତ୍ତିରେ ବି ଆମେ ଯାଉଛେ, ଆମେ ସବୁବେଳେ ଗୋଟେ ମୁକୁଟା ଲଗା ଚେହେରାକୁ ନେଇକି ଆମେ ସବୁବେଳେ ବୁଲୁଛେ। ନିଜକୁ ନିଜ ଭିତରେ ମୁଁ ସବୁବେଳେ ଗୋଟେ ଜିନିଷ ମତେ ସବୁଠୁ ଭଲ ଲାଗେ, ପ୍ରକୃତିକୁ ଭଲ ପାଅ। କବିତା, ଲେଖନୀ, ଗଦ୍ୟ ସବୁ ଜିନିଷ ପ୍ରକୃତିରୁ ଜାତ। ତେଣୁ ନିଜକୁ ନିଜ ପ୍ରକୃତିରେ ହିଁ ବଞ୍ଚେଇବାକୁ ଦିଅ। ଆମେ ନିଜକୁ ହିଁ ନିଜ ପ୍ରକୃତି ଆମେ ବଞ୍ଚେଇକି ରଖିନେ। ଆମେ ସବୁବେଳେ ଚାହୁଁଛେ କି ଟିକେ ଯେମିତି ମେକଅପ୍ ଆମେ ସାଜୁଛେ, ମେକଅପ୍ କରିକି ଟିକେ ବାହାରକୁ ପଳେଇ ଆସେ, କିନ୍ତୁ ପୁଣି ରାତିରେ ଗଲେ ମୁହଁ ଧୋଇକି ଆମେ ଶୋଇବାକୁ ପଡୁଛେ। କିନ୍ତୁ ଯୋଉ ଓରିଜିନାଲିଟି, ଯୋଉ ଚେହେରାରେ ଆପଣ ମାନେ ଆଜି କାମ କରୁଛନ୍ତି, ସମାଜରେ ଆଜି କାମ କରୁଛନ୍ତି, ଆପଣ ଯୋଉ ଜିନିଷଟା ସତ ସେଇଟାକୁ ଦେଖିବା ଦରକାର। ବହୁତ ଜିନିଷ ଆପଣଙ୍କ ଆଖି ଆଗରେ ଚାଲିଯିବି, ସମସ୍ତେ ସମାଜ ବି କୋଉଠି ନା କୋଉଠି ଚୁପ ରହୁଛି। ତେଣୁ କବି ଆପଣ ଯୋଉ କହିଲେ ପ୍ରେମ କବିତା ଆଉ ଗଳ୍ପ ମାଧ୍ୟମରୁ ଯଦି ମୁଁ ଟିକେ ଦୂରରେ ରହିପାରେ, କିନ୍ତୁ ସମାଜ କ୍ଷେତ୍ର ଆଉ ପ୍ରକୃତିକୁ ମୁଁ ଟିକେ ବହୁତ ପାଖରୁ ଟିକେ ମୁଁ ଦେଖିବାକୁ ଚାହୁଁଛି। ଆପଣ ଯଦି ପ୍ରକୃତିକୁ ଭଲ ପାଇବେ, ଆପଣ ଗୋଟେ କବି ହେଇପାରିବେ, ଲେଖକ ହେଇପାରିବେ, ପ୍ରେମ ବି କରିପାରିବେ। ଆପଣ ପ୍ରକୃତିକୁ ଥରେ ଭଲ ପାଇକି ଦେଖନ୍ତୁ, ପ୍ରକୃତିର ସବୁ ଜିନିଷ ଅଛି। ନା ମୋର ସଂଳାପରେ ମୁଁ ସମାଜସେବୀ ହିସାବରେ ଆସିଛି। ତେଣୁ ମୁଁ ଯାହା ଲେଖେ ବା ମୁଁ ଯାହା ଚିନ୍ତା କରେ, ପ୍ରକୃତି କି ନେଇକି ଚିନ୍ତା କରେ। ଆଉ ମତେ ଲାଗେ ସମସ୍ତେ ଟିକେ ପ୍ରାକୃତିକ ଭାବରେ ପ୍ରକୃତିକୁ ଟିକେ ଭଲ ପାଇବା ଦରକାର, ଯାହା ଫଳରେ ତମେ ନିଜ ଭିତରେ ନିଜକୁ ଟିକେ ବଞ୍ଚେଇକି ରଖିବ। ଆଜିକା ଡେଟ୍ର ମାନେ ଆଜିକା ଦିନର ସବୁଠୁ ମେନ୍ ଜିନିଷ ହେଲା ନିଜକୁ ନିଜ ଭିତରେ ଆମେ ବଞ୍ଚେଇକି ରଖୁନେ। ସେଲ୍ଫ ରିଏଲାଇଜେସନ, ସେଲ୍ଫ ଆନାଲିସିସ୍ ନାହିଁ, ଖାଲି ପରକୁ ଆକ୍ଷେପ କରିବା ଆଉ ଅନ୍ୟକୁ ଆଙ୍ଗୁଳି ଉଠେଇବା ଆଜିକା ଡେଟ୍ରେ ଗୋଟେ ମୂଳ ମନ୍ତ୍ର ହେଇଯାଇଛି। ତେଣୁ ସମସ୍ତଙ୍କୁ ବଡ଼ ଭାଇମାନଙ୍କୁ ଅନୁରୋଧ, କେମିତି ଏଇ ଜିନିଷଟାକୁ ପ୍ରଚାର ପ୍ରସାର ହବ, ନିଜକୁ ନିଜ ଭିତରେ ବଞ୍ଚେଇ ରଖିବା ଆଉ ସମାଜ ଆଗରେ ଗୋଟେ ନିଜର ପ୍ରତିଛବି ଅନ୍ୟ ମାନଙ୍କର ଉଦାହରଣ ଗୋଟେ ସାଜିବା ଦରକାର। ଦେଖନ୍ତୁ, ମୁଁ ହେଲି ସ୍ମୃତିରଞ୍ଜନ ତ୍ରିପାଠୀ, ପ୍ରତିଷ୍ଠାତା ପରିଚାଳନା ସମ୍ପାଦକ ଏଇ ପ୍ରତିଶ୍ରୁତି ପତ୍ରିକା ପରିବାରର। ଆଜି ହେଲା ଆମର ସପ୍ତମ ବାର୍ଷିକ ଉତ୍ସବ। ତ ସେଇ ଆନୁକୂଲ୍ୟରେ ଆମର ଆଜି ଗୋଟେ ପତ୍ରିକା ସପ୍ତମ ବାର୍ଷିକ ଉତ୍ସବର ସପ୍ତମ ସଂସ୍କରଣ ସାହିତ୍ୟର ବିବିଧତା ଆଜି ଉନ୍ମୋଚନ ହେଲା। ତା ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ କୁଞ୍ଜ ବିହାରୀ ସାହୁଙ୍କର ଶିଶୁ ଗଳ୍ପ, ଯିଏ ଶିଶୁ କଥାକାର, ତାଙ୍କର ଗୋଟେ ଗଳ୍ପ ସଂକଳନ ଆଜି ଉନ୍ମୋଚନ ହୋଇଛି। ଏତଦ୍ ବ୍ୟତୀତ ସେଥିରେ ସାରସ୍ୱତ ଜଗତର ସାହିତ୍ୟର ବିବିଧତାକୁ ସ୍ପର୍ଶ କରୁଥିବା ସବୁ କୋଣ ଅନୁକୋଣରୁ ଆସିଥିବା ଓଡ଼ିଶାର ବିଭିନ୍ନ ସାରସ୍ୱତ ବିଜ୍ଞାନୀଙ୍କୁ ଆଜି ଆମେ ସମ୍ବର୍ଦ୍ଧିତ କରିଛୁ। ଏବଂ ଆହୁରି ଆଗକୁ ମଧ୍ୟ କବିତା ପାଠ ହେବ। ଆଜି ଏଥିରେ ଅଧ୍ୟକ୍ଷତା କରୁଛନ୍ତି ଆମର ଶ୍ରୀଯୁକ୍ତ ଦୟାନିଧି ତ୍ରିପାଠୀ, ଯିଏକି ବରିଷ୍ଠ ଉଦ୍ଘୋଷକ ଏବଂ କଥାକାର। ଆପଣମାନେ ତାଙ୍କୁ ସବୁବେଳେ ନ୍ୟୁଜ୍ ଚ୍ୟାନେଲରେ, ଆଧ୍ୟାତ୍ମିକ ନ୍ୟୁଜ୍ ଚ୍ୟାନେଲରେ ଦେଖୁଥିବେ। ଆଉ ଆଜିର ଅତିଥିମାନେ ମଧ୍ୟ ଆସିଛନ୍ତି, ବିଶିଷ୍ଟ କଥାକାର ମାନେ ଶ୍ରୀଯୁକ୍ତ ସୂର୍ଯ୍ୟ ମିଶ୍ର ସାର୍ ଏବଂ ଆପଣ ଜାଣିଥିବେ ଶ୍ରୀଯୁକ୍ତ ପରମବ୍ରହ୍ମ ତ୍ରିପାଠୀ ଆଜିର ମୁଖ୍ୟ ବକ୍ତା। ବରେଣ୍ୟ ଅତିଥି ହିସାବରେ ସତୀଶ ମିଶ୍ର ସାର୍ ସାମ୍ବାଦିକ, ବରିଷ୍ଠ ସାମ୍ବାଦିକ, ଶ୍ରୀମତୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ସେଲି ମ୍ୟାଡାମ ଏବଂ ପିନାକୀ ମିଶ୍ର ସାର୍ ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ, ବିଘ୍ନେଶ୍ୱର ସାହୁ ସାର୍ ଆମର ଯିଏ ଅଛନ୍ତି ସମ୍ପାଦକ ସମଦୃଷ୍ଟିର। ଏଇଭଳି ଅନେକ ସାରସ୍ୱତ ଜଗତର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ଆମେ ଆଜି ମଞ୍ଚରେ ବସାଇ ସେମାନଙ୍କଠୁ ଆଜି କିଛି ଶୁଣିବାରେ ଆମେ ଆଜି ଗୌରବ ଲାଭ କରିଛୁ। ଏବଂ କୋଣ ଅନୁକୋଣରୁ ଆସିଥିବା ଓଡ଼ିଶାର ପ୍ରତ୍ୟେକ ଶବ୍ଦଶିଳ୍ପୀଙ୍କୁ, ସାମ୍ବାଦିକତା ହେଉ, ଆଇନଜୀବୀ ହେଉ, ସମାଜସେବୀ ହେଉ, ଶିକ୍ଷକତା ହେଉ, ସମସ୍ତଙ୍କୁ ଆଜି ଆମେ ସାରସ୍ୱତ ସମ୍ମାନରେ ସମ୍ମାନିତ କରିଅଛୁ। ଆଜି ଶୁଣନ୍ତୁ, ଯେତେବେଳେ ଆପଣ ଶୁଣୁଥିଲେ ଆଜି ବକ୍ତବ୍ୟ ମାଧ୍ୟମରେ ଯେ ଆଜିକାଲି ସାହିତ୍ୟରେ ଯିଏ କବି ସେହି ପାଠକ, କାହିଁକି ନା ପାଠକ ସଂଖ୍ୟାଟା ଆସ୍ତେ ଆସ୍ତେ କମି କମି ଯାଉଛି। ପାଠକ ସଂଖ୍ୟାଟା ବଢ଼ିବା ପାଇଁ ସମସ୍ତେ ଗ୍ରାସ ରୁଟ୍ରୁ, ମୂଳ ଭିତ୍ତିଭୂମିରୁ ଚେଷ୍ଟା କରିବା ଦରକାର। ସେଇଥିପାଇଁ ଏ ପ୍ରତିଶ୍ରୁତି ସଂକଳ୍ପବଦ୍ଧତାକରଣ କରିଛି ଯେ ପ୍ରତ୍ୟେକ ଲୋକଙ୍କୁ କୋଣ ଅନୁକୋଣରୁ ଆଣି, ଯେଉଁମାନେ ସାରସ୍ୱତ ଜଗତ ସାଙ୍ଗରେ ଆଟାଚ୍ ଅଛନ୍ତି କିନ୍ତୁ ଲୋକଲୋଚନକୁ ଆସିପାରୁନାହାନ୍ତି, ତ ସମସ୍ତଙ୍କୁ ଆଣି ଗୋଟିଏ ସାରସ୍ୱତ ଛାଇତଳେ ରଖି ଏଇ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିବା ସାଙ୍ଗେ ସାଙ୍ଗେ ଆଜିର ଏଇ ଯେଉଁ କାର୍ଯ୍ୟକ୍ରମକୁ ସଫଳ କରିବା, ଏହା ଥିଲା ଆମର ମୁଖ୍ୟ ଉଦ୍ଦେଶ୍ୟ। ଏବଂ ଆଗାମୀ ପାଠକମାନଙ୍କୁ ମୋର ଏତିକି ରହିବ ଉପଦେଶ ଯେ ଆପଣମାନେ ଲେଖନ୍ତୁ କମ୍, ପଢ଼ନ୍ତୁ ଅଧିକା। ପଢ଼ିଲେ ଆପଣଙ୍କର ସୃଜନଶୀଳତା ବଢ଼ିବ। ଶୁଣନ୍ତୁ, ଆପଣ ଯେଉଁଟା କହିଲେ ସେୟା ଗୋଟେ ସମସ୍ୟା ନୁହେଁ, ସେଇଟା ଗୋଟେ ବର୍ତ୍ତମାନ ଆନ୍ଦୋଳନ ହେଇଛି। ଆପଣ ଯେଉଁଟା କହୁଛନ୍ତି ଦ୍ୟାଟ୍ ଇଜ୍ କଲ୍ଡ କଲୋକାଲ, ଯେଉଁଟାକୁ କହନ୍ତି ପଲ୍ଲୀ ଭାଷା। ସେ ପଲ୍ଲୀ ଭାଷାର ନଜିର ଆଉ ଆଜିକାଲି ଦେଖିବାକୁ ମିଳୁନି। ଏଇଥିପାଇଁ ମିଳୁନି ଯେ ଆଜିକାଲି ଲୋକମାନେ ଆଧୁନିକ ଶୈଳୀରେ ଲେଖିବା ଆରମ୍ଭ କଲେଣି। ଲୋକ ଭୁଲିଗଲେଣି ରୀତିଯୁଗ ମଧୁଯୁଗକୁ, ଲୋକ ଭୁଲିଗଲେଣି ଭଞ୍ଜ ସାହିତ୍ୟକୁ। କିନ୍ତୁ ତଥାପି ଆମେ ଚେଷ୍ଟା କରିଛୁ
ଯେ ପୁରପଲ୍ଲୀରୁ ଆଣି ସେଇ ପଲ୍ଲୀ କବିର ଲେଖକ ଲେଖିକମାନଙ୍କୁ ଆମ ଗଣରେ ବି ଆଜି ଅନେକ ସମ୍ବର୍ଦ୍ଧିତ କବିମାନେ ମଧ୍ୟ ଅଛନ୍ତି, ଯେଉଁମାନେ ବି ପଲ୍ଲୀ ଭାଷାରେ ନିୟୋଜିତ ଅଛନ୍ତି।